ଜୟଗୁରୁ ବନ୍ଧୁମାନେ, ଆମେ ଠାକୁରଙ୍କ ଆଶୀର୍ବଚନ ବୁଝିବାକୁ ହେଲେ ଶ୍ରଦ୍ଧା ଦରକାର ଆଉ ବିନୀତ ମନୋଭାବ ଦରକାର। ଅନେକ ସମୟରେ ଆମେ ବୁଝିପାରୁ ନାହୁଁ ବୋଲି ଆମକୁ ଭଲ ଲାଗେ ନା, କିନ୍ତୁ ଥରେ ବୁଝିଗଲେ ଆଉ ମନ ଛାଡ଼େ ନା। ସେଇଥିପାଇଁ ଯେଉଁ ଟିକିଏ ସାଧନା ଦରକାର ତା ଆମର ଏଇ ଛୋଟିଆ ପ୍ରୟାସ ଜୟଗୁରୁ ପ୍ରାର୍ଥନା ଚ୍ୟାନେଲ ସହିତ ଯୋଡ଼ି ହୋଇ ରୁହନ୍ତୁ। ଆମେ ପରମ ଦୟାଳଙ୍କର ପ୍ରତ୍ୟେକଟି ଆଶୀର୍ବାଣୀଟି ଭଲ ଭାବେ ବୁଝିବାକୁ ଚେଷ୍ଟା କରିବା। ଆଜି ବୁଝିବା ଶ୍ରୀ ଶ୍ରୀ ଠାକୁରଙ୍କର ଅମୀୟ ଆଶୀର୍ବଚନ ପଥେର କଡ଼ିର ବାଣୀ ସଂଖ୍ୟା 7। ସର୍ବନାଶ ଶିକାର ପଦରେ ଆଗେଇ ଆସୁଛି, ଅପ୍ରତିହତ ଲେଲିଆନ ଦୃଷ୍ଟିରେ ସେମାନଙ୍କ ପ୍ରତି। ଯେଉଁମାନେ ଜୀବନ ଓ ବୃଦ୍ଧିର ଆଦର୍ଶକୁ, ତାର ନୀତି ବିଧି ଓ ଚଳନକୁ, ଯାହାକି ଅସ୍ତିତ୍ୱର ଏକମାତ୍ର ସାର ଓ ସମ୍ବର୍ଦ୍ଧନ, କୃତଘ୍ନ କୁଟିଳ ବିଶ୍ୱାସଘାତକତାର ବିଦ୍ରୂପାତ୍ମକ ଅବସାଦ ଉତ୍ପାତି ଅସ୍ୱୀକାରର ହୀନ ସଂକ୍ରାମକତାରେ ଆକ୍ରାନ୍ତ କରିଦିଅନ୍ତି। ଆଉ ଯେଉଁମାନେ ଆପୋଷର ସୁରରେ ସେଗୁଡ଼ିକୁ ଜୀବନ୍ତ କରି ରଖନ୍ତି, ସାବଧାନ ହୁଅ ତୁମେ। ତୁମର ଅସ୍ଥି ବୃଦ୍ଧିର ଆକୁତିକୁ ଏତେଟା ହୀନତା ବିଧ୍ୱସ୍ତ ହେବାକୁ ଦିଅ ନା। ପ୍ରତିରୋଧ କର, ପ୍ରତିବନ୍ଧକ ହୁଅ। ଏଭଳି ସାଧୁ ଓ ଉଦାର ସଂଗାତର ସୃଷ୍ଟି କର, ଯଦ୍ୱାରା ସେମାନେ ଉଦ୍ଭୁତ ହୁଅନ୍ତି, ଫେରି ଆସନ୍ତି ଜୀବନ ଓ ବୃଦ୍ଧିକୁ ଆଲିଙ୍ଗନ କରି। ପରମ ଦୟାଳଙ୍କର ଏହି ଅମୃତ ବାଣୀଟି ସହଜ ଭାବରେ ବୁଝିବା ଆସ। ମଣିଷର ଜୀବନରେ ଜୀବନ ଓ ବୃଦ୍ଧି ହେଉଛି ଏକ ଅତ୍ୟନ୍ତ ମୂଲ୍ୟବାନ ଆଦର୍ଶ। ଏହାର ଅର୍ଥ ହେଉଛି ନିଜକୁ ଭଲ କରିବା, ଭଲ ମନୁଷ୍ୟ ହେବା, ସତ୍ୟ ନୀତି ଶିଷ୍ଟାଚାର ଓ ସମ୍ବେଦନଶୀଳତା ସହିତ ଜୀବନଯାପନ କରିବା। ଏହି ଆଦର୍ଶ ଉପରେ ମଣିଷର ସମଗ୍ର ଅସ୍ତିତ୍ୱ ଭିତ୍ତି କରିଥାଏ। କିନ୍ତୁ ଆଜିର ସମୟରେ ଏହି ଆଦର୍ଶକୁ ଅନେକ ଲୋକ ଅବହେଳା କରୁଛନ୍ତି। କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱାର୍ଥ, ଅହଙ୍କାର, ଈର୍ଷା ଓ ଅଜ୍ଞାନରେ ଅନ୍ଧ ହୋଇ ଜୀବନର ସତ୍ୟ ମୂଲ୍ୟକୁ ଅସ୍ୱୀକାର କରନ୍ତି। ସେମାନେ ଜୀବନ ଓ ବୃଦ୍ଧିର ନୀତି ବିଧି ଓ ଚଳନକୁ ଅନାବଶ୍ୟକ ମନେ କରନ୍ତି, ଅପ୍ରୟୋଜନ ବୋଲି ଭାବନ୍ତି। ଏହି ପ୍ରକାର ଚିନ୍ତାଧାରା ଧୀରେ ଧୀରେ ଏକ ସଂକ୍ରାମକ ରୋଗ ପରି ସମସ୍ତ ସମାଜରେ ପ୍ରସାରିତ ହୋଇଗଲାଣି। ଏହା ମଣିଷକୁ ଭିତରୁ ଦୁର୍ବଳ, ନିରାଶ ଓ ନୀତିହୀନ, ସଂସ୍କାରହୀନ କରିଦିଏ। ଏମିତି ଲୋକମାନେ କେବଳ ନିଜେ ନଷ୍ଟ ହୁଅନ୍ତି ତା ନୁହେଁ, ସେମାନଙ୍କ ଚିନ୍ତାଧାରା ଅନ୍ୟମାନଙ୍କୁ ମଧ୍ୟ ପ୍ରଭାବିତ କରେ। ସେମାନେ ଯେଉଁଠି ଯାଆନ୍ତି, ଯେଉଁଠି ଖାଆନ୍ତି, ଯେଉଁଠି ବସନ୍ତି, ଯେଉଁଠି ଆଳାପ ଆଲୋଚନା କରନ୍ତି, ସେଠି ନକାରାତ୍ମକତା, ହତାଶା, ନିରାଶା ଓ ଅସନ୍ତୋଷ ଛାଡ଼ି ଯାଆନ୍ତି। ଏହା ଏକ ସର୍ବନାଶର ପଥ, ଯେଉଁଠାରେ ମଣିଷ ଧୀରେ ଧୀରେ ନିଜର ମୂଲ୍ୟବୋଧକୁ ହରାଇ ଦିଏ, ନିଜର ଅସ୍ତିତ୍ୱକୁ ହରାଇ ଦିଏ, ନିଜକୁ ନିଜେ ଚିହ୍ନି ପାରେ ନାହିଁ। କିନ୍ତୁ ସେଠି ଏହିଭଳି କାଣ୍ଡ କାରନାମା ଦେଖାଯାଏ। କିନ୍ତୁ ସମସ୍ତେ ଏମିତି ନୁହନ୍ତି ବନ୍ଧୁଗଣ। କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ନୀରବ ଭାବରେ ରହି ଆପୋଷର ସୁରରେ ଜୀବନର ଆଦର୍ଶକୁ ଜୀବନ୍ତ କରି ରଖିଛନ୍ତି। ସେମାନେ ଅଧିକ କଥା କୋଉଠି କୁହନ୍ତି ନାହିଁ, କିନ୍ତୁ ନିଜର କର୍ମ ଦ୍ୱାରା, ନିଜର ଆଚରଣ ଦ୍ୱାରା ଓ ନୀତି ଦ୍ୱାରା ସମାଜରେ ଏକ ଉଦାହରଣ ସୃଷ୍ଟି କରନ୍ତି। ସେମାନେ ସମାଜର ଆଲୋକ ସ୍ତମ୍ଭ ପରି, ଯେଉଁଠିକି ଯିବେ ସେଠି ଆଲୋକମୟ ହେବା ଛଡ଼ା ଅନ୍ଧାରର କୌଣସି ପ୍ରଶ୍ନ ହିଁ ଉଠେ ନା। ସେଇମାନେ ହିଁ ଅନ୍ଧକାରରେ ମଧ୍ୟ ପଥ ଦେଖାନ୍ତି। ସତରେ କରୁଣାମୟ ଦୟାଲ ସତର୍କ କରି ଆମମାନଙ୍କୁ କହୁଛନ୍ତି, ସାବଧାନ ହୁଅ। ଯଦି ଆମେ ଚୁପ୍ ରହୁ, ଯଦି ଆମେ ଅନ୍ୟାୟ ଅନୀତି ଦେଖି ସହି ବହି ଚାଲୁ ଓ ନକାରାତ୍ମକତାକୁ ଦେଖି ମଧ୍ୟ ପ୍ରତିରୋଧ କରିବାକୁ ଡରୁ, ଭୟ କରୁ, ତେବେ
ଆମର ନିଜ ଅସ୍ତିତ୍ୱ ମଧ୍ୟ ଧୀରେ ଧୀରେ ଏ ସଂସାରରୁ ଲୋପ ପାଇଯିବ। ଆମର ଚରିତ୍ର, ଆମର ଚିନ୍ତା, ଆମର ମାନସିକତା, ତାର ଆଦର୍ଶ ଆକୃତି ଭାଙ୍ଗି ପଡ଼ିବ। ଏହିପରି ସମୟରେ ଆମକୁ ପ୍ରତିରୋଧ କରିବାକୁ ପଡ଼ିବ। କିନ୍ତୁ ଏହି ପ୍ରତିରୋଧ ହିଂସାତ୍ମକ ନୁହେଁ, ଘୃଣା ଭାବ ଆଣିବା ନୁହେଁ। ଏହା ହେଉଛି ସାଧୁ ସଙ୍ଗତାର ଭାବ, ସାଧୁ ଓ ଉଦାରତାର ସଂଘାତ। ଅର୍ଥାତ୍ ନୀତି, ସତ୍ୟ ଓ ମାନବିକତାର ଶକ୍ତିରେ ଦୃଢ଼ ହୋଇ ଏହି ସବୁ ନକାରାତ୍ମକତାକୁ ଘଉଡ଼େଇ ଦେବା। ନିଜେ ଭଲ ହୋଇ ଆମର ଚତୁଃପାର୍ଶ୍ୱକୁ ଭଲ କରି ତୋଳିବା, ଅନ୍ୟମାନଙ୍କୁ ଭଲ ହେବାର ପ୍ରେରଣା ଦେବା। ଏହି ପ୍ରକାର ପ୍ରତିରୋଧ ଦ୍ୱାରା ଅନେକ ଲୋକ ନିଜ ଭୁଲ ନିଜେ ଦିନେ ନା ଦିନେ ବୁଝିପାରନ୍ତି। ସେମାନେ ଆମକୁ ନେଇ ଉଦ୍ବୁଦ୍ଧ ହୁଅନ୍ତି, ନିଜ ଭ୍ରାନ୍ତ ଧାରଣାକୁ ଛାଡ଼ନ୍ତି ଏବଂ ପୁଣି ଥରେ ଜୀବନ ଓ ବୃଦ୍ଧିକୁ ଆଲିଙ୍ଗନ କରି ବଞ୍ଚିବା, ବଢ଼ିବା ଦିଗରେ ଅଗ୍ରସର ହୁଅନ୍ତି। ପରମ ଦୟାଳଙ୍କର ଦୃଷ୍ଟିରେ ସମାଜକୁ ନଷ୍ଟ କରିବା ନୁହେଁ, ବରଂ ସୁଧାରିବା। ଅସ୍ୱୀକାର କରିବା ନୁହେଁ, ବରଂ ସହି ବହି ତାର ପୁନରୁଦ୍ଧାର କରିବା। ଧର ଗୋଟିଏ ବିଦ୍ୟାଳୟରେ କିଛି ଛାତ୍ର ଅଛନ୍ତି ଯେଉଁମାନେ ପାଠ ପଢ଼ିବାକୁ ଅବହେଳା କରନ୍ତି, ଶିକ୍ଷକକୁ ଅସମ୍ମାନ କରନ୍ତି ଓ ଅନ୍ୟ ଛାତ୍ରଙ୍କୁ ମଧ୍ୟ ଭ୍ରଷ୍ଟ, ଅନ୍ୟାୟ, ଅନୀତି ପଥରେ ନେଇଯାଆନ୍ତି। ସେମାନେ କୁହନ୍ତି ଏହି ସବୁ ନୀତି ନିୟମ ସବୁ ବେକାର। ଗୁରୁଜନଙ୍କୁ ପ୍ରଣାମ କରିବା, ତାଙ୍କର କଥା ମାନିବା, ପ୍ରତ୍ୟେକ କାମରେ ପ୍ରତିରୋଧ କରିବା, ଏସବୁ ବେକାର। ଏହା ଦେଖି ଯଦି ଭଲ ଛାତ୍ରମାନେ ସେଠି ଚୁପ୍ ହୋଇ ବସି ରୁହନ୍ତି, ତେବେ ଧୀରେ ଧୀରେ ସମଗ୍ର ସ୍କୁଲର ପରିବେଶଟା ନଷ୍ଟ ହୋଇଯିବ। କିନ୍ତୁ ଯଦି କିଛି ସଚେତନ ଛାତ୍ର ନିଜର ଆଚରଣ ଦ୍ୱାରା, ନିଜର ପରିଶ୍ରମ ଦ୍ୱାରା, ନିଜର ଶିଷ୍ଟାଚାର ଦ୍ୱାରା ସ୍କୁଲର ପରିବେଶ ଭିତରେ ଗୋଟିଏ ଉଦାହରଣ ସୃଷ୍ଟି କରନ୍ତି, ତା ବି ଶାନ୍ତ ଭାବରେ ଅନ୍ୟମାନଙ୍କୁ ବୁଝାଇ ସୁଝାଇ, ତେବେ ଅନେକ ପରିବର୍ତ୍ତନ କରିପାରନ୍ତି। ସ୍କୁଲର ପରିବେଶ ବି ଅନେକ କମ ଦିନରେ ପରିବର୍ତ୍ତିତ ହୋଇପାରନ୍ତି। ଏହିପରି ଏହି ଅମୃତବାଣୀ ଆମକୁ ଶିଖାଏ ଯେ ନୀତି ଓ ଜୀବନ ମୂଲ୍ୟକୁ ରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ। ହଁ ବନ୍ଧୁଗଣ, ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମମ୍।